ବଡ଼ବିଲ ଜେକେଡବ୍ଲ୍ୟୁଏଫ ଇଣ୍ଡିଆ ଓଡ଼ିଶା ପକ୍ଷରୁ ଆୟୋଜିତ ପରମାନନ୍ଦ ପାଣ୍ଡେ ସ୍ମାରକୀ କପ୍ ପ୍ରଥମ ଅଲ ଓଡ଼ିଶା ଜେକେ କରାଟ ଚାମ୍ପିଅନସିପ 2026 ବଡ଼ବିଲ ସ୍ଥିତ ସେଣ୍ଟ ମେରୀ ସ୍କୁଲରେ ସଫଳତାର ସହ ସମ୍ପନ୍ନ ହୋଇଛି। 2 ଦିନ ଏହି ଚାମ୍ପିଅନସିପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କରାଟ ପ୍ରତିଯୋଗୀମାନେ ଯୋଗଦେଇ ନିଜର ପ୍ରତିଭା, ଦକ୍ଷତା, କ୍ରୀଡ଼ା ମନୋଭାବ ପ୍ରଦର୍ଶନ କରିଥିଲେ। ଚାମ୍ପିଅନସିପ ଅବସରରେ ବରିଷ୍ଠ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର, ବେଲ୍ ପରୀକ୍ଷା ଏବଂ ରାଜ୍ୟସ୍ତରୀୟ କରାଟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଅଭିଜ୍ଞ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନରେ ପ୍ରତିଯୋଗୀମାନେ ଜେକେ କରାଟେ ବିଭିନ୍ନ କୌଶଳ ଓ ପ୍ରାୟୋଗିକ ଜ୍ଞାନ ହାସଲ କରିଥିଲେ। ବେଲ୍ ପରୀକ୍ଷା ମାଧ୍ୟମରେ ସେମାନଙ୍କ ପ୍ରାୟୋଜିତ ଦକ୍ଷତା ଜ୍ଞାନ ମୂଲ୍ୟାୟନ କରାଯାଇଥିଲା। ବିଭିନ୍ନ ବୟସ ଦକ୍ଷତା ବର୍ଗରେ ହୋଇଥିଲା ପ୍ରତିଯୋଗିତାରେ ଯୁବ କରାଟ ପ୍ରତିଭାମାନେ ଉତ୍ସାହ ସହ ଭାଗ ନେଇ ଶୃଙ୍ଖଳା, ଆତ୍ମବିଶ୍ୱାସ, ନିଷ୍ଠା ଓ କ୍ରୀଡ଼ା ମନୋଭାବର ପରିଚୟ ଦେଇଥିଲେ। ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ବିକାଶ ସମିତି ପ୍ରତିଷ୍ଠା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଯୋଗ ଦେଇଥିଲେ। ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ସେଣ୍ଟ ମେରିଜ୍ ସ୍କୁଲ ଉପାଧ୍ୟକ୍ଷ ସିଷ୍ଟର ଅର୍ଚ୍ଚନା ଏବଂ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ଆବାହକ ଚନ୍ଦ୍ରଗୁପ୍ତ ପ୍ରସାଦ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସମାପନୀ ସମାରୋହରେ ବଡ଼ବିଲ ଏସଡିପିଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହ ପ୍ରବେଶ ପାଣ୍ଡେ, ନିମ୍ଲାନୀ ମହାନ୍ତ, ଗଣେଶ୍ୱର ଭୂଇଁ, ଆପତେଲା ସ୍ୱାମୀ ଓ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ। ସ୍ୱର୍ଗତ ପରମାନନ୍ଦ ପାଣ୍ଡେଙ୍କ ସାନ ଭାଇ ସତ୍ୟନାଥ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ସ୍ୱର୍ଗତ ପରମାନନ୍ଦ ପାଣ୍ଡେଙ୍କ ସ୍ମୃତିରେ ଆୟୋଜିତ ଏହି ଚାମ୍ପିଅନସିପର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବପିଢ଼ି ମଧ୍ୟରେ ଜେକେ କରାଟେର ପ୍ରଚାର ପ୍ରସାର ସହ ଶୃଙ୍ଖଳା, ଶାରୀରିକ ସୁସ୍ଥତା, ଅଧ୍ୟବସାୟ, ଆତ୍ମବିଶ୍ୱାସ ଓ କ୍ରୀଡ଼ା ବ୍ୟବସାୟ ବିକାଶ କରିବା। ଏହି ଅବସରରେ ଜେକେଏଲପିଡବ୍ଲ୍ୟୁ ଇଣ୍ଡିଆ ଚେୟାରମ୍ୟାନ ସୋମନାଥ ପାଲ ଚୌଧୁରୀ, ଟେକ୍ନିକାଲ କମିଟି ସଦସ୍ୟ ଅରବିନ୍ଦ ସିକଦାର, ସାନ୍ତେଇ କେକେଏଫଡବ୍ଲ୍ୟୁର ଇଣ୍ଡିଆ ଓଡ଼ିଶା ସଭାପତି ଅନିଲ କୁମାର ସିଂହ ଓ ଉପସଭାପତି ସନ୍ଦୀପ୍ତି ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ସଚିବ ଧର୍ମାଂଶୁ ପାଣ୍ଡେ ଓ ଓଡ଼ିଶା ଟିମର କର୍ମକର୍ତ୍ତାମାନେ ଚାମ୍ପିଅନସିପ ଆୟୋଜନ ଓ ସମ୍ପନ୍ନ ନେତୃତ୍ୱ ନେଇଥିଲେ। ଏହି ସଫଳ ଆୟୋଜନ ଓଡ଼ିଶାର ଉଦୀୟମାନ କରାଟେ ପ୍ରତୀୟମାନ ଏବଂ ଉତ୍ତମ ମଞ୍ଚ ଯୋଗାଇବା ସହ ରାଜ୍ୟରେ ଜେକେଏଲ କରାଟ ବିକାଶକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହୋଇଛି।